ଚଳିତ ବର୍ଷ ନିର୍ବାଚନ ପାଇଁ ମାଲକାନଗିରି ଜିଲ୍ଲାରେ ସମସ୍ତ ଦଳ ଅଣ୍ଟା ଭିଡ଼ିଥିବା ବେଳେ ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ MV79 ଗ୍ରାମଠାରେ ବିଜେପି ଦଳ ପକ୍ଷରୁ ଏକ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଲୋକସଭା ପାଇଁ ବିଜେପି ଦଳର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଆସିଥିବା ବେଳେ ମଣ୍ଡଳ ସଭାପତି ନାରାୟଣ ସରକାର ଏବଂ ଯୁବ ମୋର୍ଚ୍ଚା ସଭାପତି ରାଜକିଶୋର ମଣ୍ଡଳଙ୍କ ନେତୃତ୍ୱରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ନିମେଇ ପାଲ, ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ସୋଡି, ଜିଲ୍ଲା ସମ୍ପାଦକ ତପନ ରାୟ, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି ପ୍ରମୁଖ ଯୋଗ ଦେଇଥିବା ବେଳେ 200ରୁ ଊର୍ଦ୍ଧ୍ୱ କର୍ମୀ ବିଜେପି ଦଳରେ ଯୋଗ ଦେଇଥିବା ସୂଚନା ମିଳିଛି। ମାଲକାନଗିରିରୁ ରାଜେଶ କୁମାର ଓଝାଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍।